ମୋ ମା ଲୋ ଏତେ ଖରା ଏ ଖରାରେ ମଣିଷ ମରିଯିବ ମାରେ ବାପା ଓହୋ ଆରେ ଏତେ ଦୂର ଆସିଲି ହେଲେ କିଛି ଜଣା ପଡ଼ିଲା ନାହିଁ ଠିକ ଅଛି ଯାଇ ଦେଖିଆରି କେତେ ଦୂର ଆହାରେ ଆହାରେ ଭାରି ଖରା ମୋର ଦେହୁ ଝାଳ ବହିଗଲା ଆହାରେ ଭାରି ଖରା ମୋର ଦେହୁ ଝାଳ ବହିଗଲା ପଇସା କର ବଡ଼ ଖରା ଦେହ ହୋଇଗଲା ଓଦା ହୋଇଗଲା ପଡ଼େ আরে হয়ে গেল বড় ঝমেলা আহারে ভারি বরাবর দেবু জাল বহি গলা আহারে ভারি বরাবর দেবু জাল বহি গলা টাইটল পর ষণ্ড মো কাম করে লন্ড ভণ্ড মোকে নাটর শকুনি মো নাটে দণ্ড কাহিনী ঘর ঘর ভিতরে কলি মু লগাই দেখুথায় বসি মু পালা আহারে ভারি খরা মর দেউ জাল বহি গলা আহারে ভারি খরা মর দেউ জাল বহি গলা রাধে কৃষ্ণ মুখ সবু ভুলি যাইছি হেলে মো ভণজা মানে মো জ্বাই পুয় মতে নিমন্ত্রণ করেছে জ্বাই পুয় সহিত সাক্ষাৎ করিবি জ্বাই পুয় ও জ্বাই পুয় ভণজা বড়ে গলা ভণজা মামু মো সুপ্রণাম ঘেনা করন্তু মামু ভলে থাও মো ভণজা সুখ শান্তিরে রহ মো জ্বাই পুয় নিশ্চিত মামু রাধে কৃষ্ণ ভণজা মামু মতে কাহিকি নিমন্ত্রণ করিছ জ্বাই পুয় নিশ্চয় কহিবি মামু কইব না ন কইলে চলিব কি জানিছ মামু কোন ভণজা সেই দিন ত্রেতা যুগে রাধে কৃষ্ণ প্রভু শ্রী রামচন্দ্র হ্যাঁ যেতেবেলে 14 বর্ষ বনবাস যাইଥିଲେ যাইଥିଲେ ঠিক সেই সময়ের মামু হ্যাঁ, অনুজ ভরত অযোধ্যার রাজ সিংহাসন রাজমুকুটକୁ সুরক্ষিত দেই সে পূজা করিଥିଲେ মামু ঠিক কইছ ভণজা ঠিক সেহিপরি মামু হ্যাঁ বাল্যকাଳରେ স্বর্গীয় পিতামাতাଙ୍କୁ ମୁଁ କଥା ଦେଇଛି ଦେଇଛ কোন কথা ଦେଇଛ ଯେଉଁଦିନ ମୋ ଭାଇ କିରଣ କିଶୋର ଅବସ୍ଥାକୁ ଆସିବ হ্যাঁ, ସେଇଦିନ ଏ ରାଜ ସିଂହାସନ ଏ ରାଜମୁକୁଟ ତା ହସ୍ତରେ ଅର୍ପଣ କରିବି ଆଜି ସେଇ ଶୁଭ ବେଳା ଚାଲି ଆସିଛି ମାମୁ ଆଉ ଜାଣିଛ ମାମୁ কোন ভণজা ଆଜି ଭଳି ଏ ପବିତ୍ର ଦିବସରେ হ্যাঁ, ମୁଁ ଆଉ ଏକ ବିଚାର କରିଛି ମାମୁ কোন বিচার করিছ জ্বাই পুয় খোলি করি কই দিও রাধে কৃষ্ণ ମାମୁ ଦଣ୍ଡପାଣି ভণজা
ମଣିପୁର ରାଜନ ମୋ ସତ୍ୟ ବଚନ ମନ କଥା ଆଜି ମୁଁ ଯେ କରୁଛି ବଖାଣ ମଣିପୁର ରାଜନ ମୋ ସତ୍ୟ ବଚନ ମନ କଥା ଆଜି ମୁଁ ଯେ କରୁଛି ବଖାଣ ମାମୁଁ ମୋର ଶୁଣ ଗିର ମାମୁଁ ମୋର ଶୁଣ ଗିର କରିଅଛି ମୁଁ ବିଚାର ଭାଇ ମୋର କିରଣର ଦେବ ବାହାଘର ଭାଇ ମୋର କିରଣର ଦେବ ବାହାଘର ଭଣଜା ନଗର ନଗର ବୁଲି ଖୋଜି ମୁଁ ଆଣିବି ପିତା ମାତାଙ୍କ ବଚନ ପାଳନ କରିବି ନଗର ନଗର ବୁଲି ଖୋଜି ମୁଁ ଆଣିବି ପିତା ମାତାଙ୍କ ବଚନ ପାଳନ କରିବି ରୂପବନ୍ତୀ ସୁକୁମାରୀ ରୂପବନ୍ତୀ ସୁକୁମାରୀ ବହୁ ଆଣିବି ମୋ ଘର ଭାଇ ମୋର କିରଣର ଦେବ ବାହାଘର ଭାଇ ମୋର କିରଣର ଦେବ ବାହାଘର রাধে কৃষ্ণ রাধে কৃষ্ণ ମାମୁଁ এই তো আচম্বিত কথা ভଣଜা କ'ଣ କହିଲୁ ମାମୁଁ ବାହାଘର କଥା କହୁଛ ନା ନିଶ୍ଚିତ ମାମୁଁ ଓଃ, 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 ଓଃ। ହେଲେ ଭଣଜା ମୋ ଝିଅ ଅଗ୍ନିଶିକା ଜାଣିଛି ତ ନା ମାମୁଁ ସେ ଏପର୍ଯ୍ୟନ୍ତ ଜାଣିନାହାନ୍ତି ରାଧେ କୃଷ୍ଣ ମାମୁଁ ମୋ ଝିଅକୁ ନ ବୁଝି ନ ସୁଝି ଏ ତମେ ବାହାଘର କେମିତି ଠିକ କରିଛ ଭଣଜା ମାମୁଁ ସତରେ ତୁମେ କ'ଣ ଜାଣିନ ମାମୁଁ ତୁମ ଝିଅ ମହାରାଣୀ ଅଗ୍ନିଶିଖା ହେଉଛନ୍ତି ଏକ କାଳନାଗୁଣୀ ହଁ ସେ ଏକ ଜଳନ୍ତା ଅଗ୍ନିପିଣ୍ଡ ତାଙ୍କରି ପାଖରେ ଯଦି ଏ ମୋ ନିଷ୍ପତ୍ତିକୁ ଉପସ୍ଥାପନ କଲେ ଜାଲିକୁ ଭସ୍ମ କରିଦେବେ ମାମୁଁ ତେଣୁ ତାଙ୍କରି ପାଖରେ କେବେ ହେଲେ ଉପସ୍ଥାପନ କରିବେନି ମାମୁଁ କେବେ ହେଲେ ଉପସ୍ଥାପନ କରିବେନି ରାଧେ କୃଷ୍ଣ ମାମୁଁ ଆରେ ଭଣଜା ମୋ ଝିଅ ପରା ଅଗ୍ନିଶିକା ହେଲେ ଅଗ୍ନିରେ ତୁ ଘିଅ ଢାଲି ଦେଇଛୁ ମାମୁଁ ଆଉ ଯିବା ଶଗଡ଼ରେ ଗୋଡ଼ ପୁରାଇ ଦେଇଛୁ କ'ଣ କରୁଛ ମାମୁଁ ତୁ ନ ମରିବୁ ଯେ କିଏ ମରିବ ମାମୁଁ ଆରେ ବାପା ରାଧେ କୃଷ୍ଣ ମୋ ଝିଅକୁ ନ ବୁଝି ନ ସୁଝି କଣ ବାହାଘର ଠିକ କରି ସାରିଲଣି ମାମୁଁ ତାହେଲେ ମୋ ଝିଅକୁ ଡାକୁଛି ନା ମାମୁଁ ନା ମୋ ଏକମାତ୍ର ନା ଝିଅ ମାମୁଁ ଏପରି ଅନର୍ଥ କରନି ମାମୁଁ ମୋ ଏକମାତ୍ର ଝିଅ ତୁମ ପାଦ ତଳେ ପଡୁଛି ମାମୁଁ ତୁମ ମୋର ପାଖରେ ସୁନ୍ଦର ନେହୁରା ଝିଅ। ହେଉଛି ତଙ୍କରି ପାଖରେ କେବେ ହେଲେ ଉପସ୍ଥାପନ କରନି ମାମୁଁ ଏ ମଣିପୁରର ପାଟରାଣୀ ମୋ ଝିଅ ମାମୁଁ ଏପରି ଅନର୍ଥ କରନି ମାମୁଁ ମୋ ଝିଅକୁ ନ ବୁଝି ଏଇ କାମ କରିଛ ତୁମ ପାଖରେ ନେହୁରା ହେଉଛି ମାମୁଁ କାହିଁକି ଏପରି ଅନର୍ଥ କରିଛ ଡାକୁଛି ମାମୁଁ ମୋ ଝିଅକୁ ଡାକୁଛି ନା ମାମୁଁ ନା ଆଲୋ ମୋ ଅଗ୍ନିଶିକା ନା ମାମୁଁ ନା 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 କୁଆଡ଼େ ଗଲୁ ଲୋ